ରାୟଗଡ଼ାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆମ୍ବୁଲାନ୍ସର ଅଭାବ ଯୋଗୁଁ ଗୋଟିଏ ରୋଗୀଙ୍କର ମୃତ୍ୟୁ ହେଉଛି। କ'ଣ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଏତେ ଢିଲା ହେଇଗଲାଣି ଯେ ରୋଗୀଙ୍କର କ୍ରିଟିକାଲ କଣ୍ଡିସନକୁ ଦେଖି ଅନ୍ୟ ହସ୍ପିଟାଲକୁ ରେଫର କରିବା ସତ୍ତ୍ୱେ ମଧ୍ୟ ଆମ୍ବୁଲାନ୍ସର ଅଭାବ ଯୋଗୁଁ ରୋଗୀଙ୍କର ଟ୍ରିଟମେଣ୍ଟ ନ ହୋଇପାରିକି ରୋଗୀଙ୍କର ମୃତ୍ୟୁ ହୋଇଯାଉଛି। ଏହାଠାରୁ ଅଧିକ ଲଜ୍ଜାର ବିଷୟ ରାୟଗଡ଼ାର ମେଡିକାଲ ଅଥରିଟି ପାଇଁ ଆଉ କ'ଣ ହେଇପାରିବ। ଦେଖନ୍ତୁ, ରାୟଗଡ଼ା ଜିଲ୍ଲାର କଲ୍ୟାଣ ସିଂହପୁର ବ୍ଲକର ଭାଲୁମସ୍କାର ଅରୁଣ ପ୍ରାସ୍କା ଯେତେବେଳେ ରାୟଗଡ଼ାରୁ ସାଙ୍ଗର ବାର୍ଥଡେ ସେଲିବ୍ରେସନ କରି ଘରକୁ ଫେରୁଥିଲେ, ତାଙ୍କେ ଏକ ବାଇକ୍ ଆକ୍ସିଡେଣ୍ଟର ସାମ୍ନା କରିଥିଲେ। ତାଙ୍କ ଶରୀରରେ ଅତ୍ୟଧିକ ଆଘାତ ଲାଗିବା ସହିତ ଗୁରୁତର ଅବସ୍ଥାରେ ଚାଲି ଯାଇଥିଲେ। ପରବର୍ତ୍ତୀ ସମୟରେ ସେହି ଅଞ୍ଚଳର ଲୋକମାନେ ଅରୁଣ ପ୍ରାସ୍କାକୁ ରାୟଗଡ଼ାର ଡିଷ୍ଟ୍ରିକ୍ଟ ହେଡ୍ କ୍ୱାର୍ଟର ହସ୍ପିଟାଲକୁ ନେଇକି ଜଏନ୍ କରୁଛନ୍ତି ଏବଂ ରାୟଗଡ଼ା ହସ୍ପିଟାଲରେ କେତିକି ମଧ୍ୟ ସମ୍ଭବ ହେଲା ସେତିକି ପ୍ରିଲିମିନାରୀ ଟ୍ରିଟମେଣ୍ଟକୁ କରାଗଲା ଏବଂ ଡକ୍ଟରଙ୍କର ପରାମର୍ଶ ଆସିଲା ଯେ ଅରୁଣ ପ୍ରାସ୍କାଙ୍କୁ ଆଡଭାନ୍ସ ଟ୍ରିଟମେଣ୍ଟ ପାଇଁ ବରହମପୁର ମେଡିକାଲକୁ ସିଫ୍ଟ କରାଯାଉ। ଡକ୍ଟର ଦେଖିଲେ ଯେ ତାଙ୍କର କଣ୍ଡିସନ ଅତ୍ୟଧିକ କ୍ରିଟିକାଲ ଥିଲା, ସେଥିପାଇଁ ତାଙ୍କୁ ବରହମପୁର ମେଡିକାଲରେ ସିଫ୍ଟ କରାଗଲା, ମାନେ ରେଫର କରାଗଲା। କିନ୍ତୁ ଅତ୍ୟଧିକ ସମସ୍ୟା ମାନେ ବଡ଼ ସମସ୍ୟା ତ ଏବେ ଷ୍ଟାର୍ଟ ହେଉଛି। ଯେତେବେଳେ ଅରୁଣଙ୍କ ସମ୍ପର୍କୀୟ ମହେଶ କୁନ୍ଦୁ ବରହମପୁର ନେବା ପାଇଁ ବାରମ୍ବାର 108 ଆମ୍ବୁଲାନ୍ସକୁ ଯୋଗାଯୋଗ କଲେ, କିନ୍ତୁ ତାଙ୍କୁ କୌଣସି ପ୍ରକାରର ମଧ୍ୟ ଆମ୍ବୁଲାନ୍ସରେ ସହାୟତା ମିଳିପାରିଲା ନାହିଁ। ତାଙ୍କେ କହିଛନ୍ତି ଯେ ହସ୍ପିଟାଲର ମ୍ୟାନେଜର ତାଙ୍କୁ କୌଣସି ମଧ୍ୟ ସହାୟତା କରିନଥିଲେ ଆମ୍ବୁଲାନ୍ସକୁ ଯୋଗାଇ ଦେବା ପାଇଁ। ଏବଂ ଯେତେବେଳେ ତାଙ୍କେ ନିଜେ ଗୋଟିଏ ଦୁଇଟି ଏମିତି ଆମ୍ବୁଲାନ୍ସ ଡ୍ରାଇଭର ସହିତ କଥା ହେଲେ, ତ ସେହି ଡ୍ରାଇଭର ମାନେ କହିଲେ ଯେ ଆମେ ବରହମପୁର ଏବେ ରିଟର୍ନ ହେଇଛୁ, ଆମେ ବରହମପୁର ଯାଇପାରିବୁ ନାହିଁ। ଆପଣ ଯଦି ଦେଖିବେ ତ ଏଇଠି ଆମ୍ବୁଲାନ୍ସ ଟ୍ରାନ୍ସପୋର୍ଟେସନର ଅଭାବ ରହିଥିଲା। ପରେ ପରେ ଅରୁଣ ପ୍ରାସ୍କାଙ୍କର କଣ୍ଡିସନ ଆହୁରି କ୍ରିଟିକାଲ ହେଉଛି ଏବଂ ଆମ୍ବୁଲାନ୍ସ ମଧ୍ୟ ମିଳିପାରୁନାହିଁ। ସେହି କାରଣରୁ ଗୁରୁବାର ଦିନ ହିଁ ରାୟଗଡ଼ାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅରୁଣ ପ୍ରାସ୍କାଙ୍କର ବିନା ଟ୍ରିଟମେଣ୍ଟ ହୋଇକି ତାଙ୍କର ମୃତ୍ୟୁ ହେଉଛି। ଏହି କେସରେ ହସ୍ପିଟାଲ ଅଥରିଟିର ଅଣଦେଖା, ଏମର୍ଜେନ୍ସି ସିଷ୍ଟମର ତ୍ରୁଟି ଏବଂ ଆମ୍ବୁଲାନ୍ସ ଟ୍ରାନ୍ସପୋର୍ଟେସନର ଭୁଲ ଯୋଗୁଁ ଜଣେ ରୋଗୀଙ୍କର ମୃତ୍ୟୁ ହେଉଛି। ଦେଖନ୍ତୁ, ଏହି କେସ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଆଙ୍ଗୁଠି ଉଠେଇଛି ଯେ କ'ଣ ଆମ୍ବୁଲାନ୍ସର ଅଭାବ ଯୋଗୁଁ ବିନା ଟ୍ରିଟମେଣ୍ଟ ହେଇକି ଗୋଟିଏ ପୀଡ଼ିତାଙ୍କର ମୃତ୍ୟୁ ହୋଇଯିବ। ମେଡିକାଲ ଅଥରିଟି ଏବଂ ଏମର୍ଜେନ୍ସି ସିଷ୍ଟମକୁ ମଜାକ ବନେଇ ରଖାଯାଇଛି।